ଗତକାଲି ଇ କେୱାଇସି ପେଣ୍ଡିଂ ଦେଖାଉଛି। ତେବେ ଆମେ କ'ଣ କରିବା? ଏ ପେଣ୍ଡିଂ ଇ କେୱାଇସି କିପରି ଭାବରେ ସକ୍ସେସଫୁଲ୍ ହେବ ବା ଏହା କିପରି ଭାବରେ ସବମିଟେଡ୍ ହେବ? ତେବେ ଦେଖନ୍ତୁ ସାଙ୍ଗମାନେ, ସେସ୍କି ଭାଇମାନେ, ଯେ এই ପେଣ୍ଡିଂ ଇ କେୱାଇସିକୁ ସକ୍ସେସ୍ କରିବାକୁ ହେଲେ ଆମକୁ କିଛି ସମୟ ୱେଟ୍ କରିବାକୁ ପଡ଼ିବ, କାହିଁକିନା ଏଠାରେ କୌଣସି ପ୍ରକାରର ଅପସନ୍ ଆସୁନାହିଁ। ଏହା କିଛି ସମୟ ପରେ ବା କିଛି ଦିନେ 2 ଦିନ ପରେ ଏହା ଏନେବଲ୍ ହେବ। ଯାହା ଶୁଣିବାକୁ ମିଳୁଛି ଯେ ଦିନେ 2 ଦିନ ପରେ ଏହା ଇ କେୱାଇସି ମଧ୍ୟ ଏନେବଲ୍ ହେବ, କାହିଁକିନା ସରକାର ବର୍ତ୍ତମାନ କରିଛନ୍ତି କି 17 ସେପ୍ଟେମ୍ବର ପୂର୍ବରୁ ଯେପରି ଭାବେ ହେଲେ ବି ମ୍ୟାକ୍ସିମମ୍ରୁ ମ୍ୟାକ୍ସିମମ୍ କିପରି ଆପ୍ଲାଏ ହେବ ତାହାକୁ ଗୁରୁତ୍ୱ ଦେଇ ସରକାର ତରବରିଆ ଭାବରେ ହିଁ ସେ ଇ କେୱାଇସି ଏଟାକୁ ସେ ବନ୍ଦ କରିଦେଲେ। ସେଇଥିପାଇଁ ଏଇ ଇ କେୱାଇସିଟା ଗୁଡ଼ିକ ପେଣ୍ଡିଂ ଦେଖାଉଛି। ତେବେ ଧୈର୍ଯ୍ୟ ରଖନ୍ତୁ, ଅପେକ୍ଷା କରନ୍ତୁ, ଏହା କୌଣସି ସମସ୍ୟା ହେବ ନାହିଁ। ନିଶ୍ଚିତ ଭାବରେ ଏହା ଇ କେୱାଇସିଟାକୁ ଖୋଲିବ, ଓପନ୍ ହେବ ଏବଂ ଏଇ କେୱାଇସି ଆଗ ଯେପରି ଚାଲୁଥିଲା ସେପରି ଭାବରେ କରିବାକୁ ପଡ଼ିବ। କିନ୍ତୁ ଏଠାରେ ଗୋଟେ ସମସ୍ୟା ହେଉଛି ଯେ ବର୍ତ୍ତମାନ ଯେଉଁ ଲୋକମାନେ ବା ଯେଉଁ ଭାଇମାନେ ଯେଉଁମାନେ ଅଲରେଡ଼ି ଆପ୍ଲାଏ କରିସାରିଛନ୍ତି ସେମାନେ ତ ରିସିପ୍ଟଟା ପାଇଯାଇଛନ୍ତି ଏବଂ ରିସିପ୍ଟ ଧରିକି ଚାଲିଯାଇଛନ୍ତି। ତେବେ ଏଇ ଯେଉଁ ସିଷ୍ଟମଟି ସରକାର କରିଛନ୍ତି, ତେବେ ଏଇ ସିଷ୍ଟମ ଅନୁସାରେ ପୁଣି ଥରେ ତାଙ୍କୁ ଡାକିବାକୁ ପଡ଼ିବ କି ଇ କେୱାଇସି ପାଇଁ, ନା ଏହି ଇ କେୱାଇସି ସରକାର ନିଜେ କରିବେ ନା ଆଉ କ'ଣ ହେବ? ତାହେଲେ ଏହିସବୁ ଜିନିଷ ଜାଣିବାକୁ ହେଲେ ଆମକୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ଏବଂ ଆମେ କିଛି ସମୟ ଅପେକ୍ଷା କରିବା ଯେ ଏଥିରେ କୌଣସି ଅପସନ୍ ଦେଖାଉଛି ନା କୌଣସି ପ୍ରକାରର ସରକାର ନିଜେ କରୁଛନ୍ତି।